ମୁଁ ପଢ଼ଉଛି ଆଜ୍ଞା ଷଷ୍ଠ ଶ୍ରେଣୀର ଶେଷ ଅଧ୍ୟାୟ କ'ଣ ବିଷୟ ନାଁ ହେଲା ଆବର୍ଜନା। ଆବର୍ଜନା ଅର୍ଥ କ'ଣ ତମେ ବୁଝିଛ କହିଲ? ଆବର୍ଜନା ଅର୍ଥ ହେଲା କ'ଣ? ଅଳିଆ। ମାନେକର ଯେଉଁଗୁଡ଼ାକ ଦରକାର ହୁଏନି, ତୁମ ଘରେ ଯେଉଁ କାମ କର, ଯେଉଁ ଅଳିଆ ମଳିଆ ବାହାରେ ବା ଯେଉଁ ଅଦରକାରୀ ଜିନିଷ ଗୁଡ଼ା ବାହାରିଯାଏ, ସେଇଗୁଡ଼ାକ ନେଇ ଫୋପାଡ଼ି ଦିଅ, ତାକୁ କୁହାଯାଏ ଆବର୍ଜନା। ଶୁଣୁଛ ଇଆଡ଼େ, ମନେକର ତୁମର ଘର, ତୁମ ଘର ଭିତରେ କେତେ ଜିନିଷ ରହିଛି? ତୁମ ଘରେ ରୋଷେଇ ଘର ଗୋଟେ ରହିଛି ନା ନାଇଁ? ରୋଷେଇ ଘରେ କ'ଣ ହୁଏ ନା ତ ପରିବା କଟା ହୁଏ, ପରିବାରୁ ଯେଉଁ ପଦାର୍ଥ ସବୁ ବାହାରେ ନା ନାଇଁ, ଯେଉଁଗୁଡ଼ା ଖାଅ ଆଉ ଯେଉଁଗୁଡ଼ା କଟାକଟି ହେଇକିରି ଯେଉଁଗୁଡ଼ା ଦରକାର ପଡ଼େ ତାକୁ ରୋଷେଇ କର, ଆଉ ଯେଉଁଟା ଦରକାର ନହେଲା ସେଟା କ'ଣ କରାଯାଏ? ଫୋପଡ଼ା ହୁଏ। ତାକୁ ନେଇକି କ'ଣ କର ନା ତୁମେ ତାକୁ ନେଇକି ବାହାରେ ଗୋଟେ ଜାଗାରେ ପକାଇ ଦିଅ, ତାକୁ ବି କୁହାଯାଏ ଆବର୍ଜନା ନା ନାଇଁ? ତାପରେ ଆସିଲା ଠାକୁର ଘର ହେଲା। ଠାକୁର ଘରେ କ'ଣ ହୁଏ ନା ସେମିତି ତୁମେ ଧୂପକାଠି ଲଗାଅ, ଭୋଗ କର, ଇଏ କର, ଯେଉଁ ପତଳ ରହିଲା କି ଦିଆସିଲି ଖୋଳ ରହିଲା, ଦିଆସିଲି କାଠି ରହିଲା, ଧୂପବତୀ ଖୋଳ ରହିଲା, କଦଳୀ ଚୋପା ରହିଲା, ଏଗୁଡ଼ା ସବୁଗୁଡ଼ାକ ହେଲା କ'ଣ? ଏମିତି ଆମର କେତେ ଆବର୍ଜନା ରହିଛି। କ'ଣ ହୁଏ ନା ପୁନଃଚକ୍ରଣ ତାର କରାଯାଏ। ମାନେ ତ ଫୋପାଡ଼ି ଦେଲ, ଫେର୍ ସେ ତାକୁ ଫେର୍ ଗୋଟେ କମ୍ପାନୀକି ପଠେଇକି ତାକୁ ଯେଉଁ ଆଣିକି ଫେର୍ ଆମେ ୟୁଜ୍ କରୁ, ତାକୁ କୁହାଯାଏ ପୁନଃଚକ୍ରଣ ହେଲା। ବୁଝିପାରୁଛ ନା ନାହିଁ? ଯେମିତି ଆମର ପ୍ଲାଷ୍ଟିକ୍ ଜିନିଷ, ମେଡ଼ିକାଲ ସବୁ ବାହାରୁନି ପ୍ଲାଷ୍ଟିକ୍ ଜିନିଷ ସବୁଆଡ଼େ ବାହାରୁଛି, ତେଣୁ ପ୍ଲାଷ୍ଟିକ୍ର ନେଇକରି କ'ଣ କରାଯାଏ? ତାକୁ ଫ୍ୟାକ୍ଟ୍ରି ନେଇଯାଆନ୍ତି, ଫ୍ୟାକ୍ଟ୍ରି ନେଇକରି ଫେର୍ ନୂଆ ଜିନିଷ ତିଆରି କରିକି ଛାଡ଼ି ଦିଅନ୍ତି। ଫେର୍ କଣା ମଣା ହେଇଗଲା କି ଭାଙ୍ଗିଗଲା, ତୁମେ ତାକୁ ଫେର୍ ଦେଇଦେଲ, କବଡ଼ିଆ ବାଲା ନେଇଗଲା, ତାକୁ ନେଇକି ଫେର୍ ରିସାଇକେଲିଂ କରି ରହିଗଲା। ତୁମର ସେ ଜିନିଷଟା ଆଉ ନଷ୍ଟ ହେଲାନି, ଗଲା ଫେର୍ ହେଇକି ଆସିଲା ରିସାଇକେଲ। ଯେମିତି ଆମର ଇଲେକ୍ଟ୍ରିକ୍ ବଲ୍ବ ଥିଲା ଆଗରୁ, ଯେଉଁ ନାଲିଆ ନାଲିଆ ଜଳୁଥିଲା, ସେଟା କ'ଣ ହେଉଥିଲା ନା ଭାଙ୍ଗିଗଲେ ଥରେ ଫୋପଡ଼ା ହେଉଥିଲା ନା ନାଇଁ? ଏବେ ହେଲା କ'ଣ ନା ଆସିଗଲା ଯେଉଁ ଆମର LED ବଲ୍ବ, ସେଟା କ'ଣ ରିପାରିଂ କରି ହେଉଛି। ତୁମେ ଗୋଟେ କିଣିଦେଲ, ତୁମେ ନିଜେ ଶିଖିଗଲେ, ନିଜେ ତାକୁ ରିପାରିଂ କରି ଫେର୍ ତାକୁ ନିଜେ ଘରେ ଜଳେଇ ପାଇଲ, ସେମିତି ସାରା ଜୀବନ ସେ ଜଳୁଥିବ ନା ନାହିଁ? ଆଉ ଫୋପଡ଼ା ହେବ ନାହିଁ କି ଆମର ଆବର୍ଜନା ସୃଷ୍ଟି ହେବ ନା ନାହିଁ? ବୁଝିପାରୁଛ ମୋ କଥା? ତେଣୁ ଆମେ କ'ଣ କରିବା ନା ସେମିତି ଲୁହା ଗୁଡ଼ା କ'ଣ ହୁଏ, ମନେକର ଲୁହା ଜିନିଷ ଗୁଡ଼ାକ ତ ଭାଙ୍ଗି ଭୁଙ୍ଗି ଗଲା, ତ ଦେଇଦେଲ, ଲୁହା ଜିନିଷ ଫେର୍ ନେଇକି ତ ଫ୍ୟାକ୍ଟ୍ରିରେ ତଳେଇକିରି ଲୁହା ଜିନିଷ କରିବ, ଆକୁ କୁହାଯାଏ ରିସାଇକେଲିଂ ବା ପୁନଃଚକ୍ରଣ। ତେଣୁ ଆବର୍ଜନା ଆମର ଡଷ୍ଟବିନ୍ରେ ରହିଛି ତିନି ପ୍ରକାର ରଙ୍ଗ, ଗୋଟାଏ ରହିଛି ହଳଦିଆ, ଗୋଟାଏ ରହିଛି ନାଲିଆ, ଗୋଟାଏ ରହିଛି ସବୁଜ। ନାଲିଆଟାରେ ଯେଉଁଟା ପଇଲା ସେଗୁଡ଼ାକ ଜମା ହେବ ନାହିଁ, ଆଉ ଯେଉଁଗୁଡ଼ାକ ହେଇପାରିବ ସବୁଜ ଜିନିଷ ପକେଇଲ ସେଟା ଖତ ଆକାର ହେଇପାରିଲା, ଆଉ ଯେଉଁଗୁଡ଼ା କାଗଜ ରହିଲା, ଯେଉଁ ଜିନିଷ ରହିଲା ସେଗୁଡ଼ାକ ପୁନଃଚକ୍ରଣ ହେଇକି ଆସିପାରେ। ତେଣୁ ଆମର ତିନି ପ୍ରକାର ଡଷ୍ଟବିନ୍ ରହିଛି, ଦେଖିନ ସବୁବେଳେ ଲେଖା ହେଇଥିବ ତିନି ପ୍ରକାର ଡଷ୍ଟବିନ୍ ଥୁଆ ହେଇଥାଏ। ବୁଝିପାରୁଛ ନା ନାହିଁ? ତେଣୁ ତୁମର ଆବର୍ଜନା କେମିତି ପରିଚାଳନା ହେବ ସେଇ ଅନୁସାରେ କରାଯାଏ। ମନେକର ବଡ଼ ବଡ଼ ଆବର୍ଜନା ଦେଖିବ ଭୁବନେଶ୍ୱରରେ ଅଛି, କେମିତି ଆବର୍ଜନା କ'ଣ ହେଉଛି ନା ଆବର୍ଜନା ପାଣି ସବୁ ଯେଉଁ ଯାଉଛି ଡଷ୍ଟବିନ୍, ଏ ପାଣି ଗୁଡ଼ାକ ଗୋଟେ ନିକୋ କ୍ଲବ୍ କରାଯାଇଛି, ସେ ପାଣିକି ପ୍ୟୁରିଫାଇ କରିକି ଝରଣା ଟାଇପ୍ର କରାଯାଇଛି ହେଲା। ସେଠି ତୁମେ ପରିବେଶରେ ଭଲ ପାର୍କ ବାଗିଆ କରାଯାଇଛି, ତୁମେ ବୁଲିକି ଦେଖିପାରିବ, ବୋଟିଂ ସିଷ୍ଟମ୍ ରହିଛି, ସବୁ ସିଷ୍ଟମ୍ ରହିଛି, ତାପରେ ଟିକେଟ୍ ରହିଛି ହେଲା। କାହିଁକିନା ସେ ଆବର୍ଜନା ପାଣିଟାକୁ ନେଇକିରି ସେ କ'ଣ କରୁଛନ୍ତି ନା ପ୍ୟୁରିଫାଇ କରୁଛନ୍ତି ହେଲା। ପ୍ୟୁରିଫାଇ କରି ସେ ନର୍ଦ୍ଦମା ପାଣି ଗଲା, ତା ଦେହରୁ ପାର୍ଟ ପାର୍ଟ କରି ସବୁ କାଢ଼ି ଦେଉଛନ୍ତି ହେଲା। ଲାଷ୍ଟକୁ ଯେଉଁ ପାଣି ଗଲା ସେ ବଏଲିଂ ହେଇକି ତା ଦେହରେ ମେଡ଼ିସିନ ପଡ଼ିକି ହେଲା, ସେ ପୁରା ପାଣି ଉପଯୋଗୀ ତୁମର ହେଇଗଲା, ବ୍ୟବହାର କରିବା ଉପଯୋଗୀ ହେଇ ବାହାରିଗଲା। ଆକୁ କୁହାଯାଏ ପୁନଃଚକ୍ରଣ। ଆବର୍ଜନା ବିଷୟରେ ଜାଣିପାରିଲ ନା? ଆଉ ରହିଲା କ'ଣ?